ବର୍ଷା ଭାଇ ଯଦି ଟିକେ ଗୋଟେ ମିନିଟ୍ ଲେଟ୍ ହେଇଥାନ୍ତା ବର୍ଷା ପୁରା ଭିଜି ଯାଇଥାନ୍ତା। ଗାଡ଼ି ମୁଁ ସେଇଠି ରଖିଛି ଆଉ ବର୍ଷା ଭାଇ କେଉଁ ରେଟ୍ରେ ବହୁତ ଜୋର ବର୍ଷା ହେଉଛି। ଏଭ୍ରିୱାନ୍ ଜୟ ଜଗନ୍ନାଥ, ସ୍ୱାଗତ କରୁଛି ଆପଣମାନଙ୍କୁ ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ସକାଳ ମୁଁ 8ଟାରେ ଡ୍ୟୁଟି ଯାଏ, ଏବେ ହେଇଗଲାଣି 9ଟା ବାଜିଲାଣି, ପାଖାପାଖି 9ଟା ହେଇଗଲାଣି। କାହିଁକି ସକାଳୁ ଟିକେ ଉଠିକି କାମ ଫାମ ଥିଲା ଆଉ ଟିକେ ବ୍ଲଗ୍ ଏଡ଼ିଟିଂ କରିବାକୁ ସକାଳୁ ମୁଁ ଏଡ଼ିଟିଂ କରୁଛି, ରାତିରେ ମୁଁ ଏଡ଼ିଟିଂ କରିପାରୁନି କାହିଁକିନା ରାତିରେ ଆସୁଛି ମୁଁ ଲେଟ୍ରେ, ସେଥିପାଇଁ ବ୍ଲଗ୍ ଏଡ଼ିଟିଂ କରିପାରୁନି। ତ ଏବେ ମୁଁ ଯାଉଛି ଡ୍ୟୁଟିରେ। ଆଉ ସାର୍ ଫୋନ୍ କରିଥିଲେ ଏବେ କରଭିଜନ ଯିବାର ଅଛି ସତ୍ୟନଗର, ଆଉ ମୁଁ ଗୋଟେ ଦୁଇଟା ରାଇଡ୍ କରିବି ତାପରେ ଯିବି କରଭିଜନ। ମୋର ଫାଷ୍ଟ ବୁକିଂ ଥିଲା ଓଲାର, ଆଉ 32 ଟଙ୍କା ମିଳିଲା। ଆଉ ସାମ୍ନାରେ ଦେଖନ୍ତୁ ବର୍ଷା ଆସିଲାଣି କେତେ ଭାଇ, ଭୟଙ୍କର ବର୍ଷା ଆସିଲାଣି ପୁରା। ଆଜି ପାଗଟା ପୁରା ବର୍ଷା ରଖିଲାଣି, କାମ ଆଜି କରେଇ ଦେଉନି କିଛି। ଗାଡ଼ିରେ ରିଜର୍ଭ ଲାଗି 40 କିଲୋମିଟର ଗଲାଣି, ଆଉ 120 ଟଙ୍କାରେ ଏବେ ପେଟ୍ରୋଲ ପଡ଼ିବ କଳ୍ପନା ପେଟ୍ରୋଲ ପମ୍ପ। ଆମ ନୟାଗଡ଼ ଭାଇ କାହିଁ ନାହାନ୍ତି ଆଜି, ତାଙ୍କର ବୋଧେ ସିଫ୍ଟ ଅଛି 2ଟା ବେଳେ। ଆସି ଆମେ ପହଞ୍ଚିଲୁ କର କ୍ଲିନିକ୍ରେ, ତ ଆମ ଯିବାର ଅଛି ଲିଫ୍ଟରେ। ଫାଇନାଲି ଆମେ ଆସି ପହଞ୍ଚିଲୁ ସାର୍ଙ୍କର କର କ୍ଲିନିକ୍ରେ। ଏବେ ଆମର ଟିକେଟ୍ ହେଇଗଲା, ଆଉ ଅଧଘଣ୍ଟା ଭିତରେ ମ୍ୟାଡ଼ାମ୍ ଦେଖିଦେଲା ପରେ ଆଉ ଠିକ୍ ଟାଇମ୍ରେ ପହଞ୍ଚିଲୁ। ବର୍ଷା ଭାଇ ଏତେ ବାହାରେ ହେଇଗଲା, ଟାଇମ୍ରେ ଯଦି ନ ପହଞ୍ଚିଥାନ୍ତେ ପୁରା ଓଦା ଆସିବା ହୋଇଥାନ୍ତା। ତ ଏବେ ଆମେ ଆଣିବୁ କଫି, ଏଇଟା ରହିଗଲା, ଏଇଟା ଏଥିରେ ପୁସ୍ କରାଯିବ କଫି କର। ତ ଫାଇନାଲ୍ ଆସିଗଲା ଆମ କଫି। ବାହାରେ ପୁରା ବର୍ଷା ହେଇକିରି ଗାଡ଼ି ପୁରା ଭିଜି ଯାଇଛି, ଆଉ ଦେଖ ବାହାର ମୌସମଟା କ'ଣ ବଢ଼ିଆ। ତ ଆମର ଏବେ କାମ ସରିଗଲା, ଆମେ ଯିବୁ ଏବେ ସାର୍ଙ୍କୁ ଘରୁ ଛାଡ଼ିବା ଲାଗି। ଏବେ ଆସିଗଲା ଭାଇ ଟ୍ରାଫିକ୍ର ଭିଡ଼। ତ ଆମକୁ ଯିବାର ଅଛି ଭରତପୁର, ଆଉ ବର୍ଷା ଟିକେ ବି ଷ୍ଟାର୍ଟ ହେଲାଣି, ତା ସହିତ ଟ୍ରାଫିକ୍। ଆସି ପହଞ୍ଚିଗଲି ସାର୍ଙ୍କ ଅଫିସ୍ରେ, ଆଉ ବାହାର ଭାଇ କେତେ ବର୍ଷା ଭାଇ, ଯଦି ଟିକେ ଗୋଟେ ମିନିଟ୍ ଲେଟ୍ ହେଇଥାନ୍ତା ବର୍ଷା ପୁରା ଭିଜି ଯାଇଥାନ୍ତା। ଗାଡ଼ି ମୁଁ ସେଇଠି ରଖିଛି ଆଉ ବର୍ଷା ଭାଇ କେଉଁ ରେଟ୍ରେ, ବହୁତ ଜୋର ବର୍ଷା ହେଉଛି। ବର୍ଷା ଭାଇ ଏତେ ଜୋର ହେଲା ଯେ ମୁଁ ସେଠି ପୁରା ଅଫିସ୍ରେ ବସିଗଲି। ଆଉ ଦେଖିଥିବା ଏବେ ବର୍ଷା ଛାଡ଼ିଗଲାଣି। ତ ଚାଲନ୍ତୁ ବାହାରେ ଯିବା, ଡ୍ୟୁଟି କରିବା। ପୁଣି 1:30ରେ ସାର୍ଙ୍କୁ ଆସିକିରି ଏଠି ନେବି। 1.5 ଘଣ୍ଟା ମାତ୍ର ଡ୍ୟୁଟି କରିବି, ଆଉ ସେଥିରେ ଯାହା ବୁକିଂ ଯେମିତି ଯାହା ବାଜିବା କଥା ବାଜିବ, କାହିଁକିନା ଏଇ ସାଇଡ଼୍ରେ ସ୍ପେଶାଲି ବୁକିଂ ହିଁ ବାଜେନି। ଏଇଟା ବହୁତ ଭିତରେ ଥାଏ, ଲୋକ ଏଇ ସାଇଡ଼୍ରେ କେହି ବୁକିଂ କରନ୍ତିନି। ମୋତେ ଏଇଠୁ ଯିବାକୁ ପଡ଼େ 5 କିଲୋମିଟର 6 କିଲୋମିଟର ଆଗକୁ ଯିବାକୁ ପଡ଼ିବ, ତାପରେ ଯେ ମୋ ବୁକିଂ ଆସିବ। ଯେହେତୁ ଆଜି ବର୍ଷା ପାଗଟା ଅଛି, ବର୍ଷା ହେଉଛି ଛାଡ଼ୁଛି, ପାଗଟା ତ ଏମିତି ରହିବ ଭାଇ, ତା ଭିତରେ ଦେଖି ଟିକେ କିଛି କାମ କରିବାକୁ ପଡ଼ିବ। ଅଧା ଘଣ୍ଟା ପୂର୍ବରୁ ବର୍ଷା ହେଉଥିଲା, ବହୁତ ଜୋରେ ବର୍ଷା ହେଲା। ଦେଖନ୍ତୁ ଏବେ କେତେ ଜୋର ଖରା ହେଉଛି ଭାଇ, ଆଉ ସେଇ ସାଇଡ଼୍ ଆକାଶରେ ତ ବର୍ଷା ବି ଅଛି, ମାନେ କେବେ ବର୍ଷା ହେଉଛି କେତେବେଳେ ଖରା ହେଉଛି, ଏମିତି ପୁରା ଆଜି ଦିନଟା ଚାଲିଛି। ଗୋଟେ ରାଇଡ଼୍ରେ ଯେଉଁଥିରେ ମିଳିଲା ମୋତେ 40 ଟଙ୍କା, ଆଉ ବହୁତ ଭିତରକୁ ଟିକେ ଥିଲା। ଏଇଟା ହେଉଛି ଭରତପୁର GA କଲୋନୀ, ଆଉ ସେ ଭାଇ ଥିଲେ ବରମୁଣ୍ଡା ବସଷ୍ଟାଣ୍ଡ, ଆଉ ତାଙ୍କୁ ସେଇଠି ଆଣି ଆସିଲି। ମୁଁ ଭାବିଲି ଆଉ କୁଆଡ଼େ ରାଇଡ଼୍ କରିବାକୁ ଗଲେ ପୁଣି ଅସୁବିଧା ହେବ ସାର୍ଙ୍କୁ ନେବାକୁ, ଯେହେତୁ ସାର୍ ଏଇପଟେ ଅଛନ୍ତି, ଆଉ ଏଇଠୁ ସାର୍ ପାଖାପାଖି ଅଛନ୍ତି 3 କିଲୋମିଟର 3.5 କିଲୋମିଟର ରାସ୍ତା ଅଛି ସାର୍ଙ୍କ କ୍ଲିନିକ୍ଟା। ତ ମୁଁ ଭାବିଲି ଏଇଠି ପଳେଇ ଆସିବା, ଏଇଠୁ ସାର୍ଙ୍କୁ ନେଇକି ଯିବି। ଆଉ ରାଇଡ଼୍ କରିବାର ନାହିଁ, ରାଇଡ଼୍ କଲେ କୁଆଡ଼େ ପଳେଇବି ପୁଣି ସେ ଅସୁବିଧା ହେବେ ତାଙ୍କର। ଖରା ଟିକେ ହେଉଥିଲା, ପୁଣି ବର୍ଷା ପାଗ ଆସିଗଲାଣି। ଆଜି ଆଉ ଖରାବେଳକୁ ମୁଁ ଆଉ ଘରକୁ ଯାଇପାରିଲିନି, କାହିଁକିନା ସାର୍ଙ୍କୁ ପୁଣି 4:30 ନେଇକି ଯିବାର ଛାଡ଼ିବାରେ, ମାନେ ପୁଣି ବରମୁଣ୍ଡାରେ। ଆଉ ଘରକୁ କେତେବେଳେ ଯିବି, ପୁଣି ଖାଇବି, ପୁଣି ରେଷ୍ଟ ନେବି। ଆଉ ସେଥିଲାଗି ମୋବାଇଲ୍ ଚାର୍ଜ ନଥିଲା, ମୁଁ ଯାଇଥିଲି ଭରତପୁର ଅଫିସ୍ ସାର୍ଙ୍କର, ସେଇଠି ମୋବାଇଲ୍ ବି ଚାର୍ଜ କରିଦେଲି। ଆଉ ଏବେ ମୁଁ ଆଇଡ଼ି ଅନ୍ କରିଥିଲି, ଆଉ ଓଲାରେ ଗୋଟେ ବୁକିଂ ବାଜିଲା ଷ୍ଟେସନରୁ ଫର୍ଚୁନ୍ ଟାୱାର, ତାଙ୍କର ରହିଥିଲା 55 ଟଙ୍କା, ତାଙ୍କୁ ଏବେ ଜଷ୍ଟ ଛାଡ଼ିଲି। ଆଉ ମାତ୍ର ରହିଲା ଘଣ୍ଟେ, ଆଉ ଘଣ୍ଟେ ଭିତରେ 1 କି 2ଟା ରାଇଡ଼୍ ହେବ, ତାପରେ ମୁଁ ସାର୍ଙ୍କୁ ଯିବି ନେଇକରି ବରମୁଣ୍ଡା ମାନେ ଯେଉଁ କ୍ଲିନିକ୍ ଛାଡ଼ିବାକୁ ଯିବ। ଆଉ ବର୍ଷା ତ ହେଉଥିଲା, ତ ଏବେ ଦେଖ ବର୍ଷା ଏମିତି ଆକାଶରେ ଏମିତି ବର୍ଷା ଟିକେ ଅଛି। ତ ଏଇ ରାସ୍ତାଟା ପଟିଆ ରାସ୍ତା ଯାଇଛି, ଆଉ ଏଇ ସାଇଡ଼୍ରେ ଟିକେ ବର୍ଷା ଅଛି, ଆଉ ଏଇ ସାଇଡ଼୍ରେ ବର୍ଷା ତ ବାଦଲ ନାହିଁ ସେମିତି। ତ ଆଜି ଆଉ ଖରାବେଳେ ଘରକୁ ଯାଇ ହେଲାନି, ନା ଖାଇ ହେଲାନି, ବାହାରେ ଖାଇବାକୁ ପଡ଼ିଲା, ବାହାରେ ରହିବାକୁ ପଡ଼ିଲା। ତ ସମୟ ଏମିତି ଥରେ ଆସେ, ମାନେ ଆପଣଙ୍କୁ ଟିକେ ମ୍ୟାନେଜ୍ କରିବାକୁ ପଡ଼ିବ, କାହିଁକିନା ସବୁବେଳେ ଘରକୁ ଗଲେ କ'ଣ କରିବା, ଆମେ ତ ବାହାରେ ରହୁଛେ, କାମ କରିବାକୁ ନା, କିଛି କାମ କରିବା ବାହାରେ ରହିକି, ଡ୍ୟୁଟି କରିବା। ଆଉ ଘରକୁ ଯିବାର ଚିନ୍ତାଧାରା ରହିଲା ତ ଡ୍ୟୁଟି କରିପାରିବା। ଯିବା ଆସ ହେଇଗଲାଣି ସନ୍ଧ୍ୟାବେଳ। ସାର୍ଙ୍କୁ ଛାଡ଼ିଲା ପରେ ମୁଁ 2ଟା ରାଇଡ଼୍ କରିଛି। ଗୋଟେ ଥିଲା ସତ୍ୟନଗର କାଳୀ ମନ୍ଦିର, ଏଇଟା ଗୋଟେ ଅଛି କେଦାରଗୌରୀ ଆପାର୍ଟମେଣ୍ଟ। ତ ଏବେ ବର୍ଷା ଭାଇ ଟିକେ ଡର ଲାଗୁଛି, ରାତିରେ ବର୍ଷା ହେଇଗଲା ଆଉ କାମ କରିହେବନି। ବର୍ଷାଟା ନ ହେଉ ରାତିରେ ଭାଇ। ତ ଦେଖିବା, ଅପେକ୍ଷା କରିବା କେମିତି କ'ଣ ହେଉଛି। ମୋବାଇଲରେ ଚାର୍ଜ ଆଉ 70% ପାଖାପାଖି ଅଛି। ସକାଳ ଥରେ ଚାର୍ଜ କରିଥିଲି, ଖରାବେଳେ ଥରେ ଚାର୍ଜ କରିଥିଲି। 5G ପାଇଁ ବହୁତ ସାରା ଚାର୍ଜ ଭାଇ ପଡ଼େ। କାଲି ଦିନମାନ କାମ କରିସାରିଲା ପରେ ଭାଇ ରାତିରେ ମାନେ ମୁଁ ବହୁତ ଲେଟ୍ ଯାଏଁ କାମ କରୁଥିଲି। ଆଉ ଯେମିତିକି ମୁଁ ଲାଷ୍ଟ ଭଡ଼ା ଯାଇଥିଲି କେଉଁଠିକି, ଇନ୍ଫୋସିଟି ଯାଇଥିଲି ଲିଙ୍ଗରାଜ ମନ୍ଦିରଠୁ। ଆଉ ସେଇଠି ମୋର 160 ଟଙ୍କା ମୋତେ ସେ ଭାଇ ଦେଇଥିଲେ, ତାଙ୍କର 160 ହେଉଥିଲା, 160 ଟଙ୍କା ଦେଇଥିଲେ। ଆଉ ମୁଁ ସନ୍ଧ୍ୟାବେଳେ ଏଥିପାଇଁ କିଛି ବ୍ଲଗ୍ ବନେଇ ପାରିଲିନି, କାହିଁକିନା ଯେଉଁ ମୋବାଇଲରେ ମୋର ସୁଟ୍ ହେଉଛି ଏଇଟା ଗୋଟେ ହିଁ ମୋର ମୋବାଇଲ। ଆଉ ସେଥିରେ ମୁଁ ଡ୍ୟୁଟି କରୁଛି, ସେଥିରେ କଥା ହେଉଛି, ସେଥିରେ ଭିଡ଼ିଓ ସୁଟ୍ କରୁଛି। ଆଉ ଏଇଟା ହେଉଛି 4000 mAhର ବ୍ୟାଟେରୀ ଅଛି, ସେଥିଲାଗି
बहुत कम चार्ज रखुचे जेहेतु 5G चलছে दीदीरा सॉफ्टवेयर मोर चलছে ओला रैपिडो भाया सॉफ्टवेयर चली तो चार्ज बहुत शीघ्र पड़ोच आ काली खरा बेले भी चार्ज करी तो से किसी सन्ध्या ब्लॉग बन पारे आ राति पहुँचू राति 12टा होगला तो चलतु मैं आसी घर पहुँच जाए राति होगला सकाल तो आज ब्लॉग एट एंड करवा आई होप आप आज ब्लॉग पसंद आसो जदि पसंद आस लाइक करदे चैनल जब नुआ सब्सक्राइब करदे देखा पुणी आप सहित नुआ ब्लॉग रे थैंक्स फॉर वाचिंग माय ब्लॉग जय जगन्नाथ बाय बाय।